ବ୍ଲକ୍ କରିଦେଇଥିଲି ଶୁଭ ପାଦଟା E1 E2 ଛାଡିକି E1 E2 ଛଡା ହବ E3 E4 ରେ ହବ E3 E4 ରେ ଏଇଟା ରହିଯାଉଛି ତେଣୁ ଆପଣ ଏଉଠୁ ଫୁଟେ ଛାଡିକି ଇଆଡକୁ ଗାଁଥି ଦେବେ ଏଉଠୁ ଡୋର କରିଦେବେ ଏବେ ବୁଝିପାରିଲେ এটা সিঙ্গেল ডোর করবে না ডবল ডোর? ଡବଲ ଡୋର କରିବେ ସିଙ୍ଗଲ ଡୋର ପ୍ରଶ୍ନ ନାହିଁ ଡବଲ ଡୋର ରମେଶ ଏଠି ଆମର କାଠ କିଛି ବସେଇକି ବନ୍ଧ ବସିବ ନା ପିଲର ଏକ ବନ୍ଧ ବସି ପାରିବନି ପିଲର କେମିତି ବନ୍ଧ ହବ ନା ନା କାନ୍ଥ ବସେଇବେନି ପିଲର ହୋଲ କରିକି ବନ୍ଧ ବସେଇଦେବେ କାନ୍ଥ ବସେଇଲା ମାନେ ଆପଣଙ୍କର ଜାଗା ମରିଯିବ ମରିଯିବ ଆପଣ କାନ୍ଥରେ ହୋଲ କରିଦେବେ ମେସିନ ଆସୁଛି କାନ୍ଥରେ ହୋଲ କରିଦେବେ ଯୋଉ ପିଲରରେ କରିଦେଇକି ବସେଇଦେବେ ଆଉ କଣ ଶାଳ କାଠର ବସେଇବେ ଭଲ କବାଟ କରିବେ ଜାଉଳି କବାଟ କରିବେ ବୁଝିଲେ ହଁ ଆପଣ ପୁଟିକରେ ଯାହା କରୁଛନ୍ତି କରନ୍ତୁ ଓପନ ରଖନ୍ତୁ ଗ୍ରିଲ ରଖନ୍ତୁ ଯାହା କରନ୍ତୁ ଯୋଉ ପଟରେ ପୁଟିକରେ ଯୋଉ ପଟରେ ପସନ୍ଦ କିଛି ପରବାଇ ନାହିଁ କିନ୍ତୁ ଘରର ଏଣ୍ଟ୍ରାନ୍ସ ପୂର୍ବ ଦିଗ ଏଇଟା ଆପଣ ଚଉ ବନ୍ଧ କରିବେ ଡବଲ ଡୋର କରିବେ ହେଲା ଆଉ କବାଟରେ କୌଣସି ଠାକୁରଙ୍କ ମୂର୍ତ୍ତି କରିବେ ନାହିଁ କଳସ ବି କରିବେନି ପ୍ଲେନ କବାଟ କରିବେ ନହେଲେ ତା ଅଲଗା କିଛି ଡିଜାଇନ କରିପାରିବେ ଠିକ ଅଛି 3 ଫୁଟ 10 ଅଛି 46 ଇଞ୍ଚ ନା ଗୋଟେ 3 ଫୁଟ 10 3 ଫୁଟ 10 ଇଞ୍ଚ ହେଲେ ଇଣ୍ଟୁ 4 4 12 ଫୁଟ 12 ଫୁଟ ପ୍ଲସ୍ 10 ଟୁ 40 10 ଟୁ 40 ହେଲେ 3 ଫୁଟ 4 ଇଞ୍ଚ 12 3 15 ଫୁଟ 40 15 ଫୁଟ 4 ଇଞ୍ଚ ମାନେ 15 ଫୁଟ 4 ଇଞ୍ଚ ଭିତରେ ଆମର ଡୋର ରହିବ ଆପଣଙ୍କର 15 ଫୁଟ 4 ଇଞ୍ଚରୁ ବାହାରକୁ ପଳେଇଲା ଡୋର ସାଇଡ୍ ଯିବ ଏଇଠି ଧରିଲା ସେଟା ଏଇଟା କେତେ ଅଛି 15 ଫୁଟ 3 ଇଞ୍ଚ ଆମର 15 ଫୁଟ 4 ଇଞ୍ଚ 15 ଫୁଟ 3 ଇଞ୍ଚ 15 ଫୁଟ 3 ଇଞ୍ଚ ଭିତରେ ହେଲା ତାମାନେ 15 ଫୁଟ 3 ଇଞ୍ଚ ହେଲେ ଆପଣଙ୍କର ହେଲା 3 3 6 ଫୁଟ ଇଏ 10 10 20 7 ଫୁଟ 6 ଇଞ୍ଚ 7 7 14 20 ମ୍ୟାଡାମ ଟିକେ ସେ ଇଏଟା ଦେବେ ଏ ଯୋଉ ଖାତାଟା ଦେବେ